ଜାତୀୟ ସ୍ତର ବ୍ଲାଇଣ୍ଡ ପାରାଜୁଡୋ ଚାମ୍ପିଅନସିପ୍ରେ ଚମକିଲେ ଓଡ଼ିଆ ଖେଳାଳି। ରାଜସ୍ଥାନର ଗଙ୍ଗାନଗରଠାରେ 5 ଦିନ ଧରି ଅନୁଷ୍ଠିତ ହୋଇଥିବା 14ତମ ଜାତୀୟ ପାରାଜୁଡୋ ଚାମ୍ପିଅନସିପ୍ରେ ପ୍ରଥମ ଥର ପାଇଁ ଓଡ଼ିଆ ଦୃଷ୍ଟିହୀନ ପାରାଜୁଡୋ ଟିମ୍ ରନର୍ସ ଅପ୍ ହୋଇଛନ୍ତି। ସେମାନେ 15ଟି ମେଡାଲ ହାସଲ କରିବା ସହିତ କନିଷ୍ଠ ବର୍ଗରେ ମହିଳା ବିଭାଗର ଉଲ୍ଲେଖନୀୟ ସଫଳତା ହାସଲ କରି ମେଡାଲ ଆଣିଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରୁ ଓଡ଼ିଶାର ଦୃଷ୍ଟିହୀନ ପାରାଜୁଡୋ ଟିମ୍କୁ ବିପୁଳ ସମ୍ବର୍ଦ୍ଧନା ମିଳିଛି। ଆମର जो 14th ନ୍ୟାସନାଲ୍ ପାରାଜୁଡୋ ଚାମ୍ପିଅନସିପ୍ରେ ଆମର 25 ଜଣିଆ ଟିମ୍ ଯାଇଥିଲା ଓଡ଼ିଶାରୁ ରାଜସ୍ଥାନ ଖେଳିବା ପାଇଁ। ତ ଟୋଟାଲ ଆମେ 15 ମେଡାଲ ସିକ୍योर କରିଛୁ ଓଡ଼ିଶା ପାଇଁ। ତାଠୁ ଆଉ ଗୋଟେ ବଡ଼ ଜିନିଷ ହେଲା ଆମେ ଫାର୍ଷ୍ଟ ଟାଇମ୍ ପାଇଁ ଓଡ଼ିଶା ରନର୍ସ ଅପ୍ ଟ୍ରଫି ଆଚିଭ୍ କରିଛି। ଆଉ ସବ୍ ଜୁନିୟରରେ ଆଉ ଆମର ସବ୍ ଜୁନିୟର ଗୋଟେ ଝିଅ ମିକି ସିଂ ସିଏ ଯିଏକି ବେଷ୍ଟ ଜୁଡ଼ୋକା ଆୱାର୍ଡ଼ ପାଇଛି। ମୁଁ ଆପଣମାନଙ୍କୁ କହିଦେବାକୁ ଚାହିଁବି ଯେ ବେଷ୍ଟ ଜୁଡ଼ୋକା ଆୱାର୍ଡ଼ କ'ଣ, ଯେ ଆମର ଅଲ୍ ଓଭର୍ ଇଣ୍ଡିଆରୁ ସବୁ ଷ୍ଟେଟ୍ ଆସନ୍ତି କମ୍ପିଟ୍ କରିବା ପାଇଁ। ସବ୍ ଜୁନିୟରରେ ସବୁଠୁ ଭଲ ଖେଳିଥିବା ଝିଅ ହେଉଛି ଓଡ଼ିଶାର ମିକି ସିଂ, ଯିଏକି ଗୋଟେ ବି ବାଉଟ୍ ସେ ହାରିନି। ଆଉ ପ୍ରତ୍ୟେକ ବାଉଟ୍ ଆମର 3 ମିନିଟ୍ ଖେଳ ହୁଏ, ଯିଏକି 30 ରୁ 40 ସେକେଣ୍ଡ ଭିତରେ ସମସ୍ତଙ୍କୁ ଡିଫିଟ୍ କରିଛି। ମୁଁ ବହୁତ ଖୁସିର ସହ କହିବାକୁ ଚାହୁଁଛି ଯେ ଆମର ଓଡ଼ିଶାରୁ 25 ଜଣିଆ ଟିମ୍ ଯେଉଁଟାକି 14ତମ ନ୍ୟାସନାଲ୍ ପାରାଜୁଡୋ ଚାମ୍ପିଅନସିପ୍ ଖେଳିବା ପାଇଁ ଯାଇଥିଲୁ, ଯେଉଁଠିକି ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ଚାଲିଥିଲା। ଆଉ ସେଠାରେ ଓଡ଼ିଶା ଟିମ୍ ବହୁତ ଭଲ ପ୍ରଦର୍ଶନ କରିଥିଲା। ଆଉ ଫାର୍ଷ୍ଟ ଟାଇମ୍ ପାଇଁ ଆମ ଓଡ଼ିଶା ସବ୍ ଜୁନିୟର ଦଳ ରନର୍ସ ଅପ୍ ଟ୍ରଫି ଆଚିଭମେଣ୍ଟ କରିଥିଲେ। ଆଉ ଓଡ଼ିଶା ସବ୍ ଜୁନିୟର ଟିମ୍ର ଗୋଟେ ଝିଅ ଯିଏକି ବେଷ୍ଟ ଜୁଡ଼ୋକା ଆୱାର୍ଡ଼ ମଧ୍ୟ ପାଇଥିଲେ। ସେଥିପାଇଁ ଆମେ ସବୁ ବ୍ଲାଇଣ୍ଡ ପାରା ଜୁଡ଼ୋ ପ୍ଲେୟର ସବୁ ବହୁତ ଖୁସି ଆଉ ବହୁତ ଗର୍ବ ଅନୁଭବ କରୁଛୁ। ଆଉ ସାରା ଓଡ଼ିଶାବାସୀ ମଧ୍ୟ ବହୁତ ଗର୍ବ ଅନୁଭବ କରୁଛନ୍ତି। ଆଉ ଆମେ ଟୋଟାଲ 15ଟି ମେଡାଲ ଜିତିକି ଆସିଥିଲୁ। ପାରାଦୀପରୁ ସନ୍ତୋଷ ଭାରତୀଙ୍କ ରିପୋର୍ଟ, ମହାଭାରତ ଲାଇଭ୍।